आसिका ପାଇଁ ଗର୍ବର ମୁହୂର୍ତ୍ତ। ଚଳିତ ବର୍ଷ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା OAS ପରୀକ୍ଷା ଫଳରେ ଆସିକାର ଦୁଇ ଝିଅ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି। ଆସିକା ସହରର ସ୍ନିଗ୍ଧା ସେନାପତି 65ତମ ସ୍ଥାନ ଅଧିକାର କରିଥିବା ବେଳେ କାଳଷଣ୍ତପୁର ପଞ୍ଚାୟତ ନୂଆଗାଁର ଇତିଶ୍ରୀ ଜେନା ଟପ୍ 10 ଅଧ୍ୟାୟରେ ସ୍ଥାନ ପାଇ ସମଗ୍ର ଅଞ୍ଚଳର ଗର୍ବ ବଢ଼ାଇଛନ୍ତି। ଆସିକା ଅଞ୍ଚଳକୁ ଏଭଳି ଦୁଇ ଜଣ ମେଧାବୀ ଛାତ୍ରୀଙ୍କ ସଫଳତାର ଆଗାମୀ ପିଢ଼ି ପାଇଁ ପ୍ରେରଣା। ମୁଁ ମୋର ବାବା ମା ଭଗବାନ ଜଗନ୍ନାଥଙ୍କୁ ଦେବି, ଆଉ ମୋର ପରିବାର, ମୋର ଗୁରୁଜନ ମାନେ, ମୋର ସାଙ୍ଗସାଥୀ ମାନେ ସମସ୍ତଙ୍କୁ ଦେବି। ଆଉ ମୋର ସଫଳତାର ବଡ଼ ଶ୍ରେୟ ମୁଁ ମୋର ପରିବାର ସହିତ ପ୍ରଶାନ୍ତ ସାର୍ଙ୍କୁ ବି ଦେବି। ସାର୍ଙ୍କର ବହୁତ ଅବଦାନ ରହିଛି ମୋର ପ୍ରିପାରେସନ୍ ଜର୍ଣ୍ଣିରେ। ଆଉ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥିଲା ପ୍ରିପାରେସନ୍ ଜର୍ଣ୍ଣିଟା ମାନେ ବେଳେବେଳେ ନିଜ ଉପରେ ବି ସେଲ୍ଫ ଡାଉଟ୍ ଆସୁଥିଲା କି ବେଳେବେଳେ ଫାର୍ଷ୍ଟ ଥର ମେନ୍ସ ହେଲାନି, ସେକେଣ୍ଡ ଥର ଇଣ୍ଟରଭ୍ୟୁରେ କଟିଲି, ତ ନିଜ ଉପରେ ଡାଉଟ୍ ଆସିଯାଉଥିଲା କି ହବ କି ନାହିଁ। କିନ୍ତୁ ଫିଫ୍ଥ ତାପରେ ଆଉ ନିଜକୁ ମୋଟିଭେଟ୍ କରିକି ତା ପରଦିନ ସକାଳୁ ଉଠିକି ପୁଣି ଖାତା ବହି ଧରିକି ବସିକି ପଢ଼ିବା ପାଇଁ, ତ ସେଥିପାଇଁ ନିଜକୁ ମୋଟିଭେଟ୍ ସେଲ୍ଫ ମୋଟିଭେସନ୍ କରୁଥିଲି। ଆଉ ବାପା ମାଙ୍କ ନିଜର ସେମାନଙ୍କର ମୋ ପ୍ରତି ଭରସା ଥିଲା କି ମୁଁ କରିପାରିବି, ତ ସେମାନଙ୍କର ଇଏଟା ମୋ ପାଇଁ ବହୁତ ଇନ୍ସପିରେସନ୍ ଥିଲା। ନିରପେକ୍ଷ ପ୍ରଥମ ହେଉଛି ମୋ ବାପା ମାଙ୍କୁ ଦେଖିଛି କି ସେମାନେ ଫାର୍ଷ୍ଟ ଅନେଷ୍ଟ, ସେମାନେ ଲୋକଙ୍କ ପାଇଁ ନିଜର ସବୁ କିଛି ଉତ୍ସର୍ଗ କଲାବେଳେ ସେ ସେବା କରନ୍ତି। ତ ଫାର୍ଷ୍ଟ ମୁଁ ଅନେଷ୍ଟ ହେଇକି ଲୋକଙ୍କ ପ୍ରତି ସେବା କରିବି, କାହାକୁ ପାର୍ସିଆଲିଟି କରିବିନି। ମୁଁ ସେ ଦିଗରେ ହିଁ ମାନେ ଲୋକଙ୍କ ପ୍ରତି କେମିତି ତାଙ୍କୁ ସହଜରେ ସବୁ ସୁବିଧା ମିଳିପାରିବ ସେଇ ଦିଗରେ ମୁଁ ଚେଷ୍ଟା କରିବି। ମୋର ବାପା ମାଙ୍କ ପରେ ଯିଏ ମୋତେ ମାନେ ଏଇ ଦିଗରେ ଗାଇଡ୍ କରିଛନ୍ତି ସେ ହେଉଛନ୍ତି ପ୍ରଶାନ୍ତ ସାର୍। ସାର୍ଙ୍କୁ ମୁଁ ସାର୍ ଯେତେବେଳେ ଆସ୍କା IIC ଥିଲେ ସେତେବେଳେ ସାର୍ଙ୍କ ସହିତ ଦେଖା ହେଇଥିଲି, ତ ସାର୍ ହିଁ ମୋତେ ମୋଟିଭେଟ୍ କଲେ କି ତମ ପାଖରେ ସେତିକି ପୋଟେନ୍ସିଆଲ ଅଛି, ତ ତମେ କାହିଁକି ସେ ଦିଗରେ ତମ ନିଜକୁ ପଢ଼ାପଢ଼ିକୁ ସେ ଦିଗକୁ ନବନି। ତ ସାର୍ ମୋତେ ବହୁତ ମୋଟିଭେଟ୍ କରିଥିଲେ। ସାର୍ ମାନେ ଥ୍ରୁ ଆଉଟ୍ ଦ ଜର୍ଣ୍ଣି ମୋତେ ଗାଇଡ୍ କରିଛନ୍ତି, ଗୋଟେ ଗୁରୁ ହିସାବରେ, ଗୋଟେ ମେଣ୍ଟର ହିସାବରେ ସାର୍ଙ୍କର ଅବଦାନ ବହୁତ ଅଧିକ। ସାର୍ ଯେତେବେଳେ ମୋ ନିଜ ଉପରେ ମୋର ଡାଉଟ୍ ଆସିছে, ସାର୍ ମୋର ହଉନି କି ହେଇପାରୁନି, ପ୍ରୋବ୍ଲେମ୍ ଏଇଠି ରହୁଛି କ'ଣ ହଉଛି, ସାର୍ ସବୁବେଳେ ମୋତେ ବୁଝାନ୍ତି କି ନାଇଁ ଏମିତି କର ସେମିତି କର ପଢ଼ାପଢ଼ି କର। ସାର୍ଙ୍କର ବହୁତ ଇଏ ଅଛି। ମୁଁ ବହୁତ ଖୁସି। ପ୍ରଥମେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି ଆମ ଘରେ ଯୋଉ ସନ୍ତାନ ମାନେ ଜନ୍ମ କରିଛନ୍ତି, ସନ୍ତାନ ଦେଇନାହାନ୍ତି, ଗୋଟେ ହୀରା ଆମକୁ ଦେଇଛନ୍ତି, ଯୋଉମାନେ ଆମେ ତାଙ୍କର ପରିଚୟ ଦେଇପାଉ। ଯିଏ କହିବ ସ୍ନିଗ୍ଧାର ବାପା ବୋଲିକି ମୁଁ ତାଙ୍କଠୁ ପ୍ରଥମେ ପରିଚୟ ପାଇବି। ଲୋକଲୋଚନକୁ ଯଦି ମୁଁ ଏବେ ଆସିବି, ମୁଁ ପ୍ରଥମେ ଗର୍ବିତ ମୋ ଝିଅମାନେ ସଫଳ ହେଇଛନ୍ତି। ଭଗବାନଙ୍କୁ ପ୍ରଥମେ ପ୍ରାର୍ଥନା କରୁଛି ଆମ ଘରେ ସେମାନେ ଜନ୍ମ ହେଇଛନ୍ତି। ତା ସାଙ୍ଗେ ସାଙ୍ଗେ ମୋର ଝିଅମାନେ ଯଦି ଆଜି ଚାକିରି OAS ପାଇଛନ୍ତି, ମୋର ଅବଦାନ ଥିଲେ ମଧ୍ୟ ମୋର ସବୁ ସାଙ୍ଗସାଥି ଯେଉଁମାନେ ମୋତେ ଚିହ୍ନିଛନ୍ତି ସମସ୍ତଙ୍କର ଆଶୀର୍ବାଦ ଅଛି ମୋ ଝିଅ ପ୍ରତି। ମୋତେ ସବୁବେଳେ ଆଲୋଚନା କରୁଛନ୍ତି, ମୋର ସାଙ୍ଗସାଥି ଝିଅର କ'ଣ ହେଲା କ'ଣ ନାହିଁ ସବୁ ଆଲୋଚନା କରୁଛନ୍ତି। ସେଥିପାଇଁ ମୁଁ ମଧ୍ୟ ମୋର ସାଙ୍ଗସାଥି ମାନଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ବହୁତ ଖୁସି, ମାନେ ସବୁତକ ଖୁସି ଶ୍ରେୟ ଯାଉଛି ସେଇ ଭଗବାନଙ୍କ ଉପରେ। ଭଗବାନଙ୍କୁ ମାନେ ଏତେ ଧ୍ୟାନ କରିଥିଲି, ବହୁତ କଷ୍ଟ କରିଥିଲୁ, ବାପା ମା ହେଇକି ଯେତିକି କରିବା କଥା ତାଠୁ ଅଧିକ କରିଥିଲୁ ପିଲା ପାଇଁ। ଭଗବାନ ଆଜି ଆମ ଡାକ ଶୁଣିଛନ୍ତି।